ମୁଁ ଆଜି କ୍ଲାସ୍ କରୁ କରୁ ପିଲାମାନଙ୍କୁ କହିଲି ଗଭର୍ଣ୍ଣମେଣ୍ଟର ବହୁତ ପ୍ଲଟ୍ ଫାଙ୍କା ପଡ଼ିଛି, ଚାଲ ଆମେ ସେସବୁକୁ ଜଗିବା। ଏତିକି ଶୁଣୁ ଶୁଣୁ ଲୋଭରେ ସବୁ ପିଲା ଧାଇଁଲେ ବାହାରକୁ। କହୁ କହୁ ପୁରା ଏରିଆକୁ କବ୍ଜା କରିନେଲେ। ଆଉ ଯିଏ ଯାହା ପାରିଲା ସେଥିରେ ସେମାନେ ବାଡ଼ ଦେଇକି ପାଚେରୀ ଠିଆ କରିଦେଲେ। ଖାଲି କ'ଣ ସେତିକି, ନିଜ ନିଜ ଜାଗାଟିକୁ ପୁରା ସଫା କରିଦେଲେ। ମୁଁ ସେମାନଙ୍କୁ କହିଲି, ଯିଏ ଯେଉଁ ଜାଗା ଜଗିଛ ତାର ଚାରିପଟ ମାପିକି କୁହ କେତେ ହେଉଛି। କିନ୍ତୁ ମୁଁ ତ ନିଜେ ମାପ ଫିତା ଆଣିବା ପାଇଁ ଭୁଲି ଯାଇଥିଲି। ତେଣୁ ସେମାନଙ୍କୁ କହିଲି, ଚାଖଣ୍ଡ ଏବଂ ହାତରେ ନିଜ ନିଜ ଜାଗାକୁ ମାପ। ମୁଁ ମାପ ଫିତା ନେଇକି ଆସୁଛି। ତାପରେ ସ୍କୁଲର ସବୁଆଡ଼େ ଖୋଜି ଖୋଜି ଶେଷରେ ଏଇଠି ମାପ ଫିତାଟି ପାଇଲି। ସେମାନଙ୍କୁ ଆଣିକି ମାପ ଫିତାଟି ଦେଲି। ସେମାନେ ତାଙ୍କ ଜାଗାର ଚାରିପାଖର ବାଉଣ୍ଡ୍ରିକୁ ମାପି କହିଲେ ଏବଂ ନିଜ ନିଜ ଖାତାରେ ଲେଖିଲେ। ତାପରେ ଏହାର ରେଜିଷ୍ଟ୍ରେସନ ପ୍ରୋସେସ୍ ପାଇଁ ଆମେ କାଲି RI ଅଫିସକୁ ଯିବୁ। ସମସ୍ତେ ମାପି ସାରିଲା ପରେ ଆମେ ଡିସ୍କସନ୍ କରିକି ପରିସୀମା ବିଷୟରେ ଶିଖିଲୁ। ଭିଡ଼ିଓଟି କେମିତି ଲାଗିଲା ଜଣାଇବେ। ଧନ୍ୟବାଦ।